ନୟାଗଡ଼ ଜିଲ୍ଲା ରଣପୁର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ହୁତୁ ହୁତୁ ହୋଇ ଜଳୁଛି ପାହାଡ଼। ଯାହାକି ନୟାଗଡ଼ ରଣପୁର ରାସ୍ତାର ସାନ ଗୁରଡା ଠାରୁ ଅସୁରକୁମାରୀ ପାହାଡ଼, ଲୁଣିସାହି, ଡେଙ୍ଗାଝର ଓ ବଜ୍ରକୁଟ ଗାଁ ନିକଟରେ ଥିବା ପାହାଡ଼ରେ ହୁ ହୁ ହୋଇ ଜଳୁଛି ନିଆଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିଛି। ତେବେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଏକର ଏକର ଜାଗାରେ ଥିବା ବ୍ୟାପକ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ସେପଟେ ନିଆଁ ଏତେ ମାତ୍ରାରେ ବ୍ୟାପିଛି ଯେ ତାହାକୁ ଆୟତ୍ତ କରିବା ଜଙ୍ଗଲ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏପରିକି ନିଆଁ ପାହାଡ଼ ତଳୁ ଲାଗି ପାହାଡ଼ ଶିଖର ପର୍ଯ୍ୟନ୍ତ ପହଞ୍ଚିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ତେବେ ଧୂଆଁମୟ ପରିବେଶ ସାଙ୍ଗକୁ ତତଲା ପବନ ବହୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଅନ୍ୟପଟେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ, ଅଗ୍ନିସେବା କର୍ମଚାରୀ ଓ ସ୍ଥାନୀୟ ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାରୁ ପ୍ରଶାନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।